ସହର ଯେଉଁଠାରୁ ଜୀବନ ଦିନକୁ ଆରମ୍ଭ କରେ, ଏଠି ଗପ ଦୂରୁ ଶୁଣାଯାଏ। ଶୀତର ଏହି ମୌସମ ମଧ୍ୟରେ ପ୍ରତ୍ୟେକ ଜୀବନ ଏକ ଛୋଟ କାହାଣୀ ହୋଇଥାଏ। ଜୀବନର ଏକ ସରଳ ଅଧ୍ୟାୟ ପ୍ରତିଦିନ ସକାଳର ରାସ୍ତାରେ ଦେଖିବାକୁ ମିଳେ। ଜୀବନ ଜୀବିକାର ଲଢ଼େଇର ଏକ ଅନ୍ୟାନ୍ୟ ପ୍ରତିରୂପ। ଏକ ଫଳ ବେପାରୀ ଯିଏ ପ୍ରତିଦିନ ଆପଣାର ଦୁଆରକୁ ଧରେଇ ଆଣେ ପ୍ରକୃତିର ଦିଆ ଉପହାର। ଶୀତର ସେହି ସକାଳ, ପାର୍କରେ ଗଛଗୁଡ଼ିକ ଶାନ୍ତିର ଇତିହାସ କହୁଛନ୍ତି। ପତ୍ର ଖସିବା ସହ ପ୍ରକୃତି ନୂତନ ଆରମ୍ଭର ସୂଚନା ଦେଉଛି। ଏହି ପ୍ରାଚୀର ଶୀତ ସକାଳର କଥା କହୁଛି, ଚୁପଚାପ କିନ୍ତୁ ଗଭୀର। ଗରିବ ଝିଅ ସୀତା ପାଠପଢ଼ା ବିଷୟରେ ଭାବୁଛି। ତାର ହୃଦୟରେ ଏକ ଆଗାମୀ ଆକାଂକ୍ଷା ରହିଛି। ସେ ପ୍ରତିଦିନ ନୂତନ ଆଶାରେ ସ୍ୱପ୍ନ ଦେଖୁଛି। ଏହି ଜୀବନର କଷ୍ଟ ଓ ଅସୁବିଧା ସେହି ଦିନକୁ ଆଣିବ ଯେଉଁଥିରେ ସେ ଆପଣଙ୍କୁ ପରିଚିତ କରିବ। ଜୀବନର ଏହି ଅନନ୍ୟ ଦୃଶ୍ୟ ଆମକୁ ଏକ ସନ୍ତୋଷ ଭରା ସନ୍ଦେଶ ଦେଇଯାଉଛି। ନିର୍ମଳତା ଏବଂ ସମ୍ପୂର୍ଣ୍ଣତା। ଏହି ସୁନ୍ଦର ମୁହୂର୍ତ୍ତର ସାକ୍ଷୀ ହୋଇ ଆପଣ ମଧ୍ୟ ଆପଣଙ୍କ ସକାଳକୁ ଆନନ୍ଦରେ ଆରମ୍ଭ କରନ୍ତୁ। ମୋ ପାଖରେ ଶୀତ ରୋକିବା ପାଇଁ କିଛି ନାହିଁ, କିନ୍ତୁ ଏହି ସହରରେ ମୋର ଜୀବନ ଜାରି ରଖିବାର ଏକ ଆଶା ଅଛି।